କୋଇଡ଼ାରେ କାର ବାଇକ୍ ଧକ୍କା, ବାଇକ୍ ଆରୋହୀ 2 ଗୁରୁତର, ରାଉରକେଲା ସ୍ଥାନାନ୍ତରିତ। ପ୍ରଶାସନ, ପୋଲିସ ଯେତେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ମାନୁନାହାନ୍ତି ଅମାନିଆ ଚାଳକ। ଆଜି ପୂର୍ବାହ୍ନରେ କୋଇଡ଼ା ପୋଲିସ ପକ୍ଷରୁ ଏକ ବିଶାଳ ସଡ଼କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅମାନିଆ ଚାଳକ ଯୋଗୁଁ କାର ବାଇକ୍ ଧକ୍କାରେ ବାଇକ୍ର 2 ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କୋଇଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। ପରିସ୍ଥିତି ଗୁରୁତର ଯୋଗୁଁ ଆଶୁ ଚିକିତ୍ସା କରାଯାଇ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି 2ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଆଜି କୁସୁମିଡିହି ଗ୍ରାମରେ ସାପ୍ତାହିକ ହାଟ ବସିଥିଲା। ବାଇକ୍ ଚାଳକ ହେଲେ ଓରାହୁଡ଼ି ଗ୍ରାମର ମାର୍ଟିନ କାଦୁଆ ବୟସ 22 ବର୍ଷ ଏବଂ ରାହୁଲ ବାଡ଼ାଇକ ବୟସ 20 ବର୍ଷ। ସେମାନେ ସାପ୍ତାହିକ ହାଟରୁ ସଉଦା କରି ବାଇକ୍ରେ ଘରକୁ ଫେରୁଥିବା ସମୟରେ ଆରିୟନ ଗେଟ୍ ନମ୍ବର 1 ପାଖରେ କାର ସହ ଦୁର୍ଘଟଣାରେ ଶିକାର ହୋଇଥିଲେ। ଉଭୟଙ୍କର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଦେହ, ହାତ, ଛାତିରେ ମାଡ଼ ହୋଇ ରକ୍ତସ୍ରାବ ହୋଇଛି। କୋଇଡ଼ାରୁ ଅକ୍ଷୟ ବିଶ୍ୱାଳ।